जय श्री जगन्नाथ बंधुगण। पुरुषोत्तम मासकु भगवान विष्णुंकर सबुठारु प्रिय मास बोली कुहाଯାଏ। ଏହି ପବିତ୍ର ମାସରେ କରାଯାଇଥିବା ଜପ ତପ ଦାନ ଓ ବ୍ରତର ଫଳ ଅନେକ ଗୁଣ ବୃଦ୍ଧି ପାଇଥାଏ। ଏହି ବର୍ଷ ଜୁନ୍ 11ରୁ ଜୁନ୍ 15 ଯାଏଁ ପଞ୍ଚରାତ୍ରି ବ୍ରତ। ଶାସ୍ତ୍ର ଅନୁସାରେ ଯେଉଁ ଭକ୍ତ ସମ୍ପୂର୍ଣ୍ଣ ପୁରୁଷୋତ୍ତମ ମାସର ବ୍ରତ କରିପାରନ୍ତି ନାହିଁ ସେମାନେ ଏହି 5 ଦିନର ବ୍ରତ କଲେ ମଧ୍ୟ ଅନେକ ପୁଣ୍ୟ ଲାଭ କରନ୍ତି। ଏମିତିକି ନୁହେଁ ଯେମିତିକି କାର୍ତ୍ତିକ ମାସରେ ମାସ ଯାକ ବ୍ରତ କରିବେନି ଆଉ 5 ଦିନ ବ୍ରତ କରି 5 ଦିନ ସ୍ନାନ କଲେ ମାସ ସାରାର ପୁଣ୍ୟ ମିଳେ। କିନ୍ତୁ ଏମିତି ନୁହେଁ, ମାସ ସାରାର ପୁଣ୍ୟ ମିଳିବ ନାହିଁ। କିନ୍ତୁ ଏହି 5 ଦିନ ବ୍ରତ କଲେ ଆପଣଙ୍କୁ ବହୁତ ପୁଣ୍ୟ ମିଳେ, ବହୁତ କୃପା ମିଳେ। ଠାକୁରଙ୍କର ଆଶୀର୍ବାଦ ସଦାସର୍ବଦା ରହେ। ଏହି ଭିଡ଼ିଓରେ ଆମେ ଜାଣିବା ପଞ୍ଚରାତ୍ରି ବ୍ରତର ସଠିକ୍ ପୂଜାବିଧି, ଗୁପ୍ତ ଉପାୟ ଏବଂ କେଉଁ କାମ କଲେ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ମିଳିଥାଏ। ତାହେଲେ ବ୍ରତର ମହତ୍ତ୍ୱ ହେଉଛି, ପଦ୍ମପୁରାଣ ଅନୁସାରେ ପୁରୁଷୋତ୍ତମ ମାସର ଶେଷ 5 ଦିନ ଅତ୍ୟନ୍ତ ପବିତ୍ର ବୋଲି ମନାଯାଏ। ଏହି 5 ଦିନ ଭଗବାନ ଶ୍ରୀକୃଷ୍ଣ ବା ଭଗବାନ ବିଷ୍ଣୁଙ୍କୁ ଏବଂ ମାତା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ଏହା କରିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହୁଏ, ପରିବାରରେ ସୁଖ ଓ ଶାନ୍ତି ଆସେ, ପୂର୍ବଜନ୍ମର ପାପ କ୍ଷୟ ହୁଏ, ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସଫଳ ହୁଏ, ମୋକ୍ଷ ପ୍ରାପ୍ତିର ପଥ ପ୍ରଶସ୍ତ ହୁଏ। ପଞ୍ଚରାତ୍ରି ବ୍ରତର ପୂଜାବିଧି ଆସନ୍ତୁ ଜାଣିନେବା। ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ। ଘରର ମନ୍ଦିରରେ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣ କିମ୍ବା ଲକ୍ଷ୍ମୀନାରାୟଣଙ୍କ ଛବି ସ୍ଥାପନ କରନ୍ତୁ ଏବଂ ତାଙ୍କ ପାଖରେ ଘିଅ ଦୀପ ଜଳାଇ ତୁଳସୀ ପତ୍ର ଏବଂ କିଛି ନୈବେଦ୍ୟ ଅର୍ପଣ କରନ୍ତୁ ଏବଂ ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ଅତି କମ୍ରେ 108 ଥର ଜପ କରନ୍ତୁ। ଯଦି ସମ୍ଭବ ହୁଏ ବିଷ୍ଣୁ ସହସ୍ରନାମ କିମ୍ବା ଗୀତା ପାଠ କରନ୍ତୁ। ସନ୍ଧ୍ୟା ସମୟରେ ପୁନର୍ବାର ଘିଅ ଦୀପ ଦାନ କରନ୍ତୁ। ଆସନ୍ତୁ ଜାଣିବା ପ୍ରଥମ ଗୁପ୍ତ ଉପାୟ। ଏହି 5 ଦିନ ପ୍ରତିଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ତାପରେ 11 ଥର ଓମ୍ ନମୋ ନାରାୟଣାୟ ଜପ କରନ୍ତୁ ଏବଂ କୁହାଯାଏ ଏହି ଉପାୟ କଲେ ଘରର ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଏ। ଦ୍ୱିତୀୟ ଉପାୟଟି ହେଲା, ପଞ୍ଚରାତ୍ରି ବ୍ରତରେ ହଳଦିଆ ବସ୍ତ୍ର, ହଳଦିଆ ଫଳ କିମ୍ବା ଚଣା ଡାଲି ଦାନ କରନ୍ତୁ। ଏହା ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ। କିଛି ନହେଲେ ଘିଅ ଟିକେ ଦାନ କରନ୍ତୁ ଏବଂ କଳା ରାଶି ବି ଦାନ କରନ୍ତୁ। ଏ କଳା ରାଶି ଦାନ କରିବା ଦ୍ୱାରା ଆପଣ ସ୍ୱର୍ଗ ପ୍ରାପ୍ତି ହେବେ ଏବଂ ପିତୃପୁରୁଷ ମଧ୍ୟ ସନ୍ତୁଷ୍ଟ ହେବେ। ଏହି ଦାନ କରିବା ଦ୍ୱାରା ଆର୍ଥିକ ସମସ୍ୟା ମଧ୍ୟ ଧୀରେ ଧୀରେ ଦୂରେଇ ଯିବାକୁ ଲାଗେ। ଆସନ୍ତୁ ଜାଣିବା ତୃତୀୟ ଗୁପ୍ତ ମହା ଉପାୟ। ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ଘିଅ ଦୀପ ତୁଳସୀ ଗଛରେ ଲଗାନ୍ତୁ। ତାପରେ ଶ୍ରୀକୃଷ୍ଣଙ୍କ ନାମ 21 ଥର ଜପ କରନ୍ତୁ। ଏହି ଉପାୟ ବିବାହ, ଚାକିରି ଏବଂ ଅଟକିଥିବା କାମରେ ସକାରାତ୍ମକ ପରିଣାମ ଆଣିଥାଏ ବୋଲି ବିଶ୍ୱାସ ରହିଛି। ଚତୁର୍ଥ ଉପାୟଟି ହେଉଛି, ଏହି 5 ଦିନ ଗାଈକୁ ରୁଟି, ଗୁଡ଼ କିମ୍ବା ସବୁଜ ଘାସ ଖୁଆନ୍ତୁ। ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ପଞ୍ଚମ ଏବଂ ସବୁଠାରୁ ଶକ୍ତିଶାଳୀ ମହା ଉପାୟ। 15 ଜୁନ୍ ଦିନ ଗରିବ ବ୍ୟକ୍ତିଙ୍କୁ ଅନ୍ନ, ଫଳ କିମ୍ବା ମିଠା ଦାନ କରନ୍ତୁ। ଯଦି ବ୍ରାହ୍ମଣ ମିଳନ୍ତି ତାହେଲେ ବ୍ରାହ୍ମଣକୁ ବି କିଛି ଦାନ କରନ୍ତୁ। ଏହାକୁ ପଞ୍ଚରାତ୍ରି ବ୍ରତର ପୂର୍ଣ୍ଣାହୁତି ବୋଲି ମଧ୍ୟ କୁହାଯାଏ। ଶାସ୍ତ୍ର ଅନୁସାରେ ଏହାଦ୍ୱାରା ଅନେକ ଜନ୍ମର ପୁଣ୍ୟ ପ୍ରାପ୍ତ ହୁଏ। ଭକ୍ତଗଣ, ପୁରୁଷୋତ୍ତମ ମାସର ଏହି ପଞ୍ଚରାତ୍ରି ବ୍ରତ ଅତ୍ୟନ୍ତ ଦୁର୍ଲଭ ଓ ପୁଣ୍ୟଦାୟକ ବୋଲି ମଧ୍ୟ ମନାଯାଏ। ଯଦି ଆପଣ ଏହି 5 ଦିନ ଶ୍ରଦ୍ଧା ଓ ଭକ୍ତିର ସହିତ ବ୍ରତ, ଜପ ଏବଂ ଦାନ କରନ୍ତି ତେବେ ଭଗବାନ ଶ୍ରୀହରିଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଜୟ ଶ୍ରୀକୃଷ୍ଣ ଲେଖି କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।